15 ଜୁନ୍ 2015 ରାତି 12 ପୁରୀ ସହରରେ ଅନ୍ଧାରମୟ ଛାଇଯାଇଥିଲା। ପୁରା ସହର ଯାକ ସବୁଆଡ଼େ ଅନ୍ଧାରମୟ ହୋଇଯାଇଥିଲା। ଏହି କୌଣସି ସାଧାରଣ ବିଜୁଳି କାଟିବାର ସମସ୍ୟା ନଥିଲା। ବିଜୁଳି କାଟିବାର ଭାବିଚିନ୍ତି ଡିସିସନ୍ ନିଆଯାଇଥିଲା। ଏହାର କାରଣ ଜଗନ୍ନାଥ ମନ୍ଦିରରେ ବହୁତ ପୁରୁଣା ଗୋଟିଏ ରହସ୍ୟମୟ କାର୍ଯ୍ୟ ଚାଲୁଥିଲା। ସେହି ରାତିରେ ଭଗବାନ କୃଷ୍ଣଙ୍କର ହୃଦୟ ପୁରୁଣା ମୂର୍ତ୍ତିରୁ ବାହାର କରି ନୂଆ ମୂର୍ତ୍ତିରେ ରଖାଯାଉଥିଲା। ପୁରା ସହରକୁ ଅନ୍ଧାରରେ ରଖିବା ଏହି କାର୍ଯ୍ୟକୁ କରିବା ପାଇଁ ଗୋଟିଏ ପ୍ରକ୍ରିୟା ଥିଲା। ଏହି କାର୍ଯ୍ୟକୁ ଯେଉଁ ଗୋଟିଏ ଲୋକ ଦେଖିଲା ଆଉ ତାହା ବିଷୟରେ କହିଲା, ଏହାକୁ ଆପଣ ଶୁଣି ସାରିଲା ପରେ ଆଶ୍ଚର୍ଯ୍ୟ ହୋଇଯିବେ। କିନ୍ତୁ ଏଇଠି ପ୍ରଶ୍ନ ଉଠେ, ଏମିତି କ'ଣ ପାଇଁ କରାଗଲା? ଆଉ ସବୁଠୁ ବଡ଼ ପ୍ରଶ୍ନ ଉଠେ, କ'ଣ 500 ବର୍ଷ ଶ୍ରୀକୃଷ୍ଣଙ୍କ ହୃଦୟ ଏତେ ଦିନ ରଖାଯାଇପାରେ? ନା, ପୂର୍ବତନ କାଳର ଉନ୍ନତ ଉପକରଣରେ ବନା ହୋଇଛି, ଯାହା ମାଂସ ଏବଂ ରକ୍ତରେ ବନା ହୋଇନାହିଁ। ଶ୍ରୀ ଜଗନ୍ନାଥ ମନ୍ଦିରର ନିୟମ କାନୁନ ବହୁତ କଠୋର ଅଛି ଯେ ଇନ୍ଦିରା ଗାନ୍ଧୀ, ରବୀନ୍ଦ୍ରନାଥ ଟେଗୋର, ଆମ୍ବେଦକର ଆଉ ମହାତ୍ମା ଗାନ୍ଧୀ ଭଳି ଲୋକମାନଙ୍କୁ ବି ପ୍ରବେଶ କରିବା ପାଇଁ ମନା କରାଗଲା। ହେଲେ ଏମିତି କ'ଣ ପାଇଁ? 500 ବର୍ଷ ଭବିଷ୍ୟତ ଗ୍ରନ୍ଥରେ ଏହି ମନ୍ଦିର ବିଷୟରେ ଏମିତି କ'ଣ ଲେଖା ହେଇଛି? ଗ୍ରନ୍ଥ କୁହେ, ଯେତେବେଳେ ଏହି ମନ୍ଦିର ପାଣିରେ ବୁଡ଼ିବ, ପୁରା ଏ ପୃଥିବୀ ନଷ୍ଟ ହୋଇଯିବ। କିନ୍ତୁ ସେହି ଦିନ କେବେ ଆସିବ? କୁହାଯାଏ ଯେ 800 ବର୍ଷରୁ ପ୍ରତ୍ୟେକ ଦିନ ମନ୍ଦିରର ପତାକା ବଦଳାଯାଏ। ଯଦି କୌଣସି ଦିନ ଭୁଲରେ ବି ଗୋଟେ ଦିନ ମନ୍ଦିରର ପତାକା ବଦଳାଯାଏ ନାହିଁ, ତାହେଲେ ଏ ମନ୍ଦିର 18 ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିବ। କିନ୍ତୁ ଏହାର କାରଣ କ'ଣ? ଆଉ ଗୋଟେ କଥା, ମନ୍ଦିର ମୁଖ୍ୟ ଦ୍ୱାରରେ 22ଟି ପାହାଚ ଅଛି। ସେହି 22ଟି ପାହାଚକୁ ଚଢ଼ିବା ପାଇଁ ସେହି 22 ପାହାଚ ପାର କରିବା ପାଇଁ ପଡ଼େ। କିନ୍ତୁ ପ୍ରଥମରେ ଯେଉଁ 3ଟି ପାହାଚ ଅଛି, ତୃତୀୟ ପାହାଚକୁ ପାଦ ଦେବା ମନା। କ'ଣ ପାଇଁ? ହେଲେ ଏମିତି କ'ଣ ପାଇଁ? ଆଉ ଜଗନ୍ନାଥ ମନ୍ଦିରର ପୁରା ଇତିହାସ, ତା ସହିତ ତା ସାଙ୍ଗକୁ ଏହାର ସହ ରହିଥିବା 15ଟି ରହସ୍ୟମୟ ଘଟଣା, ଯାହାକି ଆପଣମାନଙ୍କୁ ଆଗକୁ ଆଶ୍ଚର୍ଯ୍ୟ କରିଦେବ। ତ ଆସନ୍ତୁ ଆରମ୍ଭ କରିବା ଏହି ରହସ୍ୟମୟ କାହାଣୀଗୁଡ଼ିକୁ। ଜଗନ୍ନାଥ ମନ୍ଦିର ପରମ୍ପରା ବୁଝି ହେଉନଥିବା କାହାଣୀ ଭିତରକୁ ନେଇଯିବା। ଆପଣମାନେ ଜଗନ୍ନାଥ ମନ୍ଦିର ରହସ୍ୟମୟ ୟୁଟ୍ୟୁବରେ ବାରମ୍ବାର ଶୁଣିଥିବେ ସେହି ଗୋଟିଏ କଥାକୁ। ମନ୍ଦିରର ପତାକା ପବନରେ ବିପରୀତ ଦିଗରେ ଉଡ଼େ। ମନ୍ଦିର ଭିତରକୁ ଗଲେ ଶବ୍ଦ ଶୁଭାଯାଏ ନାହିଁ। ମନ୍ଦିରର ଛାଇ ନ ପଡ଼ିବା। ମନ୍ଦିର ଉପରେ କୌଣସି ପକ୍ଷୀ ବସେ ନାହିଁ। କିନ୍ତୁ ଆଜି ଏହିସବୁ କଥାଠାରୁ ଆମେ କିଛି ଆପଣମାନଙ୍କୁ ଅଲଗା କହିବୁ। ଶ୍ରୀକୃଷ୍ଣଙ୍କର ହୃଦୟ ରହସ୍ୟ ବିଷୟରେ ଯାହା ବହୁତ ବର୍ଷ ଧରି ଲୁଚି ରହିଛି, ଆମେ କହିବୁ। ସେ ଭବିଷ୍ୟତ ମାଳିକା ଯାହା ପୁରା ପୃଥିବୀକୁ ନଷ୍ଟ କରିଦେଇପାରେ। ଆଉ ତା ସହିତ ଇତିହାସ, ରହସ୍ୟ, ବିଜ୍ଞାନକୁ ଆଖି ଆଗରେ ରଖି ଆମେମାନେ ଆପଣମାନଙ୍କୁ କହିବୁ। ଜଗନ୍ନାଥ ମନ୍ଦିର ଭାରତର ପୁରୀ ସହରରେ ଅବସ୍ଥିତ। ଦୁନିଆର ରହସ୍ୟମୟ ମନ୍ଦିର ଭିତରୁ ଗୋଟିଏ ଜଣାଯାଏ। ଜଗନ୍ନାଥର ଅର୍ଥ ହେଉଛି ଜଗତର ସ୍ୱାମୀ ବା ଜଗତର ନାଥ। ବଦ୍ରିନାଥ, ଦ୍ୱାରିକା ଓ ରାମେଶ୍ୱର। ପୁରୀ ଜଗନ୍ନାଥ ମନ୍ଦିର ହିନ୍ଦୁ ଧର୍ମର 4 ଧର୍ମ ମଧ୍ୟରୁ ଗୋଟିଏ। ଏହି ମନ୍ଦିରକୁ ପ୍ରାଚୀନ ଗ୍ରନ୍ଥରେ ଉଲ୍ଲେଖ କରାଯାଇଛି। ବ୍ରହ୍ମ ପୁରାଣ, ନାରଦ ପୁରାଣ, ଶକନଦ ପୁରାଣ ଉତ୍କଳଖଣ୍ଡରେ ମିଳେ। ଜଗନ୍ନାଥ ମନ୍ଦିରର ସବୁଠୁ ରହସ୍ୟମୟ ପ୍ରଶ୍ନ ବ୍ରହ୍ମ ପଦାର୍ଥ ଶ୍ରୀକୃଷ୍ଣଙ୍କ ହୃଦୟ ବି କୁହାଯାଏ। ଏହା ଏମିତି ଆଶ୍ଚର୍ଯ୍ୟ ଯାହା ଦୀର୍ଘ ବର୍ଷରୁ ଭକ୍ତ ଏବଂ ବୈଜ୍ଞାନିକମାନଙ୍କୁ ଦୁଇଜଣଙ୍କୁ ଆଶ୍ଚର୍ଯ୍ୟ କରିଆସୁଛି। ଆସନ୍ତୁ ଜାଣିବା ଏହି ଦିବ୍ୟ ଶକ୍ତିର ରହସ୍ୟ କ'ଣ। ପୂଜାପାଠ ଆଉ ବୈଜ୍ଞାନିକ, ଏହି ଦୁଇଜଣ ଝଗଡ଼ା ଲାଗୁଛନ୍ତି। ପ୍ରତ୍ୟେକ 12 ବର୍ଷରେ ଗୋଟିଏ ରହସ୍ୟମୟ ପରମ୍ପରା ମନାଯାଏ। ପ୍ରାଚୀନ ପରମ୍ପରା ଦ୍ୱାରା ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ପୁରୁଣା ମୂର୍ତ୍ତିକୁ ବଦଳାଇ
ନୂଆ ମୂର୍ତ୍ତିରେ ରଖାଯାଏ। ଶ୍ରୀକୃଷ୍ଣଙ୍କର ସେହି ହୃଦୟକୁ ଗୋଟିଏ ମୂର୍ତ୍ତିରୁ ଅନ୍ୟ ଏକ ନୂଆ ମୂର୍ତ୍ତିରେ ରଖାଯାଏ। ଏହାକୁ ବ୍ରହ୍ମ ପଦାର୍ଥ କୁହାଯାଏ। କେତେ ପବିତ୍ର ଏବଂ ରହସ୍ୟ ହୋଇଥାଏ। ଏହାକୁ ପାଳନ କରିବା ପାଇଁ କେତେ କଠୋର ନିୟମ ରଖାଯାଇଥାଏ। ପୁରା ପୁରୀ ସହର ବିଜୁଳି କଟାଯାଏ ଏବଂ ସବୁଆଡ଼େ ପୁରା ଅନ୍ଧକାର ରଖାଯାଏ। ମନ୍ଦିର ସୁରକ୍ଷା ପାଇଁ ସିଆର୍ପିଏଫ୍ କମାଣ୍ଡରେ ରହିଥାଏ। କୌଣସି ବ୍ୟକ୍ତି ମନ୍ଦିର ଭିତରକୁ ଯିବା ଆସିବା ପୁରା ବନ୍ଦ କରାହୋଇଥାଏ। ଏହି କାର୍ଯ୍ୟକୁ ମନ୍ଦିରର ପୂଜାରୀମାନେ ହିଁ ପୂରଣ କରିଥାନ୍ତି। ବ୍ରହ୍ମ ପଦାର୍ଥର ରହସ୍ୟ ଜାଣିବା ପାଇଁ ଅନୁମତି ନଥାଏ। ସେହି ପାଇଁ ତାଙ୍କର ଆଖିରେ କପଡ଼ା ବନ୍ଧାଯାଏ ଆଉ ହାତରେ ମୋଟାର ଗ୍ଲୋଭ୍ସ ପିନ୍ଧାଯାଏ। ସେହି ପାଇଁ ନା କେହି ଦେଖିପାରିବ ନା କେହି ଛୁଇଁକି ତାକୁ ଅନୁଭବ କରିପାରିବ। କିଛି ପୂଜାରୀ ଅନୁଭବ କରି ସତରେ ବ୍ରହ୍ମ ପଦାର୍ଥ ଗୋଟିଏ କ'ଣ? କିଛି ପୂଜାରୀମାନେ ଅନୁଭବ କରି କହିଛନ୍ତି ଯେ ମୁଁ ଯେତେବେଳେ ବ୍ରହ୍ମ ପଦାର୍ଥକୁ ଛୁଇଁଲି ମୋତେ ଗୋଟିଏ ଶକ୍ତିଶାଳୀ କ'ଣ ଜିନିଷ ଅନୁଭବ ହେଲା। ଏମିତି ଲାଗିଲା ମୋ ହାତରେ ବଞ୍ଚିଥିବା ଜିନିଷ ଅଛି। ଠେକୁଆ ଭଳି ଡେଉଁଥିଲା। ଲୋକମାନେ ମାନନ୍ତି ଯେ ଏହି ବ୍ରହ୍ମ ପଦାର୍ଥ ଆଉ କିଛି ନୁହେଁ ଭଗବାନ ଶ୍ରୀକୃଷ୍ଣଙ୍କର ଧକ୍ ଧକ୍ କରୁଥିବା ହୃଦୟ, ଯାହା ଆଜି ବି 500 ବର୍ଷ ହେବ ବଞ୍ଚି ରହିଛି। ଆମ ମନରେ ଗୋଟିଏ ପ୍ରଶ୍ନ ଉଠୁଥିବ, ଶ୍ରୀକୃଷ୍ଣଙ୍କ ହୃଦୟ ଏଠାକୁ ଆସିଲା କେମିତି? ଏହା କ'ଣ ସତରେ ଏମିତି ହେଇପାରିବ? ଏହି ଅଦ୍ଭୁତ ରହସ୍ୟ ଜାଣିବା ପାଇଁ ସମୟ ଚକକୁ ଘୁରେଇ ପଛକୁ ଯିବା ପାଇଁ ପଡ଼ିବ। ସେହି 500 ବର୍ଷର ପଛକୁ। ଏମିତି ସମୟ ଶ୍ରୀକୃଷ୍ଣଙ୍କ ନିଜ ଶରୀରକୁ ତ୍ୟାଗ କରି ଚାଲିଗଲେ। ମହାଭାରତ ଯୁଦ୍ଧ ପରେ କୁରୁକ୍ଷେତ୍ରରେ ପୃଥିବୀରେ ଥିବା ଲକ୍ଷ ଲକ୍ଷ ଗୌରବ ମୂର୍ତ୍ତିକୁ ସମସ୍ତଙ୍କୁ ଭାଙ୍ଗି ପଡ଼ିଥିଲେ। ସେହି ଘଟଣାରେ ଗାନ୍ଧାରୀ ଶ୍ରୀକୃଷ୍ଣ ଭଗବାନଙ୍କୁ ଦୋଷୀ ମାନିଲେ। 100 ପୁତ୍ର ମୃତ୍ୟୁର ଦୁଃଖରେ ଗାନ୍ଧାରୀ କହିଲେ, ହେ କୃଷ୍ଣ, ଯେମିତି ମୋର ପୁତ୍ରମାନଙ୍କର ବଂଶ ସମାପ୍ତି ହୋଇଛି ସେମିତି ତୁମର ୟାଦବ ବଂଶ ନଷ୍ଟ ହୋଇଯିବ ଆଉ 36 ବର୍ଷ ଭିତରେ ତୁମର ଦ୍ୱାରିକା ସରିଯିବ। 36 ବର୍ଷ ପରେ ଗାନ୍ଧାରୀ ଦେଇଥିବା ଅଭିଶାପ ସତ୍ୟ ହେଲା। ୟାଦବ ବଂଶ ନିଜ ନିଜ ଭିତରେ ଝଗଡ଼ା ହେଲା ଆଉ ୟାଦବ ବଂଶ ନିଶାମୁକ୍ତ ହୋଇ ନିଜ ନିଜ ଭିତରେ ଆକ୍ରମଣ କରି ମାରାମରି ହୋଇ ମରିଗଲେ। ତାପରେ ଏହି ଘଟଣା ପରେ ଦ୍ୱାରିକା ସମୁଦ୍ରରେ ବୁଡ଼ିଗଲା। ଏହାକୁ ଦେଖି ପୁରା ମନେ ହେଉଥିଲା ପୃଥିବୀ ପୃଷ୍ଠରେ ଶ୍ରୀକୃଷ୍ଣଙ୍କର ରହିବା ଶେଷ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣ ଜଙ୍ଗଲ ଆଡ଼କୁ ଚାଲିଗଲେ। ଗୋଟିଏ ଗଛ ମୂଳରେ ବିଶ୍ରାମ ନେଉଥିଲେ। ସେତେବେଳେ ତାରା ନାମକ ଶିକାରୀ ହରିଣ ଭାବିକି ଶ୍ରୀକୃଷ୍ଣଙ୍କ ପାଦରେ ତୀର ମାରିଦେଲେ। ଶିକାରୀର ତୀର ଯେମିତି ଶ୍ରୀକୃଷ୍ଣଙ୍କ ପାଦରେ ବାଜିଲା, ଶିକାରୀକୁ ଭୁଲର ଅନୁଭବ କରିପାରିଲା। କ୍ଷମା ମାଗିବା ପାଇଁ ଭଗବାନ ପାଖକୁ ଗଲା। ଶ୍ରୀକୃଷ୍ଣ ହସିକି କହିଲା, ଡର ନାହିଁ, ଏହା ମୋର ରଚିଥିବା କାର୍ଯ୍ୟ। ତ୍ରେତୟା ଯୁଗରେ ତୁମେ ବାଡ଼ିଥିଲ, ମୁଁ ରାମ ହୋଇ ଛଳନା କରି ତୁମକୁ ମାରିଦେଇଥିଲି। ସେହିପାଇଁ ଆଜି ତମ ତୀର ମୋ ପାଦରେ ଆସି। ଏତିକି କହି ଶ୍ରୀକୃଷ୍ଣ ଭୌତିକ ସଂସାରକୁ ତ୍ୟାଗ କରିଦେଲେ। ଯେତେବେଳେ ଅର୍ଜୁନକୁ ଏହି ଦୁଃଖର ସନ୍ଦେଶ ପହଞ୍ଚିଲା, ସେ ସଙ୍ଗେ ସଙ୍ଗେ ଯାଇ ସେହିଠାରେ ପହଞ୍ଚିଲେ ଆଉ ଭଗବାନଙ୍କର ଅନ୍ତିମ ସଂସ୍କାର କରିଲେ। ଆଉ ସେହିଠାରେ ଚମତ୍କାର ହେଲା। ଭଗବାନଙ୍କର ପୁରା ଶରୀର ଜଳିଗଲା କିନ୍ତୁ ତାଙ୍କର ହୃତ୍ପିଣ୍ଡ ଜମାରୁ ଜଳିଲା ନାହିଁ, ବଞ୍ଚିକି ରହିଗଲା। ତାପରେ ଏହାକୁ ବ୍ରହ୍ମ ପଦାର୍ଥ କୁହାଗଲା। ଅର୍ଜୁନ ସେହି ଜୀବିତ ଥିବା ହୃଦୟକୁ କାଠ ଉପରେ ରଖିଲେ ଆଉ ପବିତ୍ର ନଦୀରେ ତାକୁ ଭସାଇ ଦେଲେ।
ସେ ହୃଦୟ ନଦୀରେ ଭାସି ଭାସି ବହୁତ ସମୟ ପରେ ଓଡ଼ିଶା ମହାନଦୀ ଉପକୂଳରେ ପହଞ୍ଚିଗଲା। ସେହି ମହାନଦୀ କୂଳରେ କିଛି ଶବର ଜନଜାତି ଲୋକମାନେ ରହୁଥିଲେ। ସେହି ଜନଜାତିର ମୁଖିଆ ଥିଲେ ବିଶ୍ୱବାସୁ। ଯେତେବେଳେ ଏହି ହୃଦୟକୁ କାଠ ଉପରେ ଭାସିବାର ଦେଖିଲେ ଆଉ ଆଶ୍ଚର୍ଯ୍ୟ ହୋଇ ରହିଗଲେ। ହୃତ୍ପିଣ୍ଡରୁ ଚମକୁଥିବା ଲାଇଟ୍ ବାହାରୁଥିବା ସେ ସଙ୍ଗେ ସଙ୍ଗେ ତାର ଶକ୍ତିକୁ ଚିହ୍ନି ପାରିଲେ। ନୀଳମାଧବ ରୂପରେ ପୂଜା କରିବା ପାଇଁ ଲାଗିଲେ। ସେହି ସମୟରେ ମାଲବ ରାଜ୍ୟର ରାଜା ଇନ୍ଦ୍ରଦ୍ୟୁମ୍ନ ସେ ଭଗବାନଙ୍କର ବିଷ୍ଣୁଙ୍କର ପରମ ଭକ୍ତ ଥିଲେ। ନୀଳମାଧବକୁ ଦର୍ଶନ କରିବା ପାଇଁ ତାଙ୍କର ପ୍ରବଳ ଇଚ୍ଛା ହେଲା। ଗୋଟେ ରାତି ଭଗବାନ ବିଷ୍ଣୁ ସ୍ୱପ୍ନରେ ଦର୍ଶନ ଦେଲେ। ତାଙ୍କର ମୂର୍ତ୍ତି ନୀଳମାଧବକୁ ଖୋଜନ୍ତୁ ଆଉ ତାଙ୍କର ମନ୍ଦିର ତିଆରି କରନ୍ତୁ। ଭଗବାନ ସଂକେତ ଦେଲେ ନୀଳମାଧବ ଗୋଟିଏ ଗୁମ୍ଫାରେ ଲୁଚି ରହିଛି। ରାଜା ବିଦ୍ୟା ପୂଜାରୀକୁ ନୀଳମାଧବକୁ ଖୋଜିବା ପାଇଁ ବଟେଇଲେ। ଦୀର୍ଘ ଦିନ ଯିବା ପରେ ଆଦିବାସୀ ବିଶ୍ୱବାସୀଙ୍କ ବିଷୟରେ ଜାଣିଲେ। ଗୋଟିଏ ଗୁମ୍ଫା ଭିତରେ ସେ ହୃତ୍ପିଣ୍ଡର ପୂଜା କରୁଥିଲେ। ବିଦ୍ୟାପତି ନୀଳମାଧବ ପୂଜା ପାଇଁ ଅନୁମତି ମାଗିଲେ। ବିଶ୍ୱବାସୁ ଏହାକୁ ଆମ ଜନଜାତିର ରହସ୍ୟ କହି ମନା କରିଦେଲେ। ବିଦ୍ୟାପତି ଚାଲାକରେ ତାର ଝିଅ ଲଳିତା ସହିତ ବାହା ହେଲେ। ସେହିପରି ବିଶ୍ୱବାସୁକୁ ବିଶ୍ୱାସ ଯୋଗାଇଲେ। ବିଦ୍ୟାପତି ଲଳିତା ମାଧ୍ୟମରେ ବିଶ୍ୱବାସୁକୁ ମନାଇଲେ। ବିଦ୍ୟାପତିକୁ ଗୁମ୍ଫାକୁ ଯିବା ପାଇଁ ଅନୁମତି ଦେଲେ। ଯିବା ବେଳେ ରାସ୍ତାରେ ସୋରିଷ ପକାଇଲେ ଯେ ଆସିବା ବେଳେ ଯେତେବେଳେ ବିଦ୍ୟାପତି ନୀଳମାଧବ ମୂର୍ତ୍ତିକୁ ଦେଖିଲେ ତାର ବିଖ୍ୟାତ ଶକ୍ତି ଦେଖି ମନ୍ତ୍ରମୁଗ୍ଧ ହୋଇଗଲେ। ସଙ୍ଗେ ସଙ୍ଗେ ରାଜା ପାଖକୁ ଏହି ଅଦ୍ଭୁତ ମୂର୍ତ୍ତି ବିଷୟରେ ଖବର ପଠାଇଲେ। କିନ୍ତୁ ରାଜା ଯେତେବେଳେ ଗୁମ୍ଫାରେ ପହଞ୍ଚିଲେ ମୂର୍ତ୍ତି ସେଠାରେ ନଥିଲା। ବିଶ୍ୱବାସୁ ମୂର୍ତ୍ତିକୁ ଲୁଚେଇ ଦେଇଥିଲେ ଏହା ଭାବିକି ଯେ ରାଜା ଏହାକୁ ନେଇଯିବେ। ଏହି ଘଟଣାରୁ ରାଜା ଇନ୍ଦ୍ରଦ୍ୟୁମ୍ନ ବହୁତ ଦୁଃଖିତ ହେଲେ। ପୁଣି ଥରେ ବିଷ୍ଣୁ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଲେ। କହିଲେ ପୁଣି ଥରେ ପୁରୀ ସମୁଦ୍ର କୂଳକୁ ଯାଆନ୍ତୁ। ଗୋଟିଏ ବଡ଼ ଗଛର କାଠ ଭାସି ଆସିବ। ସେହି କାଠରେ ମୋର ମୂର୍ତ୍ତି ତିଆରି କର। ବିଷ୍ଣୁଙ୍କ କଥାକୁ ପାଳନ କରି ସେହିଠାକୁ ସୈନିକ ସହିତ ଗଲେ। ସେଠି ସେମାନଙ୍କୁ ବଡ଼ ନିମ୍ବ ଗଛର କାଠ ମିଳିଲା ଯାହା ଶ୍ରୀକୃଷ୍ଣଙ୍କର ଚିହ୍ନ ଥିଲା। ଶଙ୍ଖ ଗଦା ପଦ୍ମ ଚିହ୍ନ ଥିଲା। ହେଲେ ସେହି କାଠକୁ ଉଠେଇବା ଏତେ ସହଜ ନଥିଲା। ବହୁତ ଚେଷ୍ଟା କରିବା ପରେ ସେହି କାଠ ତା ଜାଗାରୁ ଟିକେ ହେଲେ ଘୁଞ୍ଚି ନଥିଲା। ଶେଷରେ ଆଦିବାସୀ ମୁଖିଆ ବିଶ୍ୱବାସୁଙ୍କ ଦ୍ୱାରା ଏହି କାଠକୁ ପୁରୀ ପର୍ଯ୍ୟନ୍ତ ଅଣାଗଲା। ହେଲେ କୌଣସି କାରିଗରୀ ନୀଳମାଧବଙ୍କର ମୂର୍ତ୍ତି ତିଆରି କରିପାରିଲେ ନାହିଁ। କାରିଗରମାନେ ରାଜାକୁ କହିଲେ ରାଜା ଏହି କାଠ ଏତେ କଠିନ ଅଛି ଯେ ଆମର ହାତୁଡ଼ି ଛେନି କିଛି କାମ କରୁନାହିଁ। ଦୟାକରି ଆମକୁ କ୍ଷମା କରନ୍ତୁ। ଏହି କାର୍ଯ୍ୟ କରିବାରେ ଆମେମାନେ ଅସଫଳ ହେଲୁ। ଏହି ପରିସ୍ଥିତି ଦେଖି ରାଜା ନିରାଶ ହୋଇ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ। ଭଗବାନ ରାଜାର ସ୍ୱପ୍ନରେ ଆସି କହିଲେ ହେ ରାଜା ତୁମେ ବିଶ୍ୱକର୍ମାକୁ ପୂଜା କର। ଏ କାର୍ଯ୍ୟ ବିଶ୍ୱକର୍ମା ହିଁ କରିପାରିବେ। ରାଜା ଭଗବାନଙ୍କର କଥା ମାନି ବିଶ୍ୱକର୍ମାକୁ ପୂଜା କରିଲେ। କିଛି ଦିନ ପରେ ବିଶ୍ୱକର୍ମା ବୁଢ଼ା ରୂପରେ ବାହାରିଲେ। ରାଜାକୁ କହିଲେ ହେ ମହାରାଜ ମୁଁ ଶୁଣିଛି ତୁମେ ଗୋଟିଏ ମୂର୍ତ୍ତି ତିଆରି କରିବା ପାଇଁ ଚାହୁଁଛ। ରାଜା କହିଲେ
ଏହି କାର୍ଯ୍ୟକୁ କ'ଣ ତୁମେ କରିପାରିବ? ବିଶ୍ୱକର୍ମା କହିଲେ, ହଁ ମୁଁ କରିପାରିବି, କିନ୍ତୁ ମୋର କିଛି ସର୍ତ୍ତ ଅଛି। ମୁଁ ଭଗବାନଙ୍କର ମୂର୍ତ୍ତି ବନ୍ଦ ଥିବା ଘର ଭିତରେ 21 ଦିନ ମଧ୍ୟରେ ବନେଇବି। ଆଉ ସେଇ 21 ଦିନ ମଧ୍ୟରେ ଯେମିତି ମୋତେ କେହି ହଇରାଣ କରିବେ ନାହିଁ। ଯଦି କିଏ କବାଟ ଖୋଲିଲା ମୁଁ ମୂର୍ତ୍ତି ଗୁଡ଼ିକୁ ଅଧାରେ ଛାଡ଼ିଦେବି। ରାଜା ସେହି ସର୍ତ୍ତକୁ ମାନିଲା। ବିଶ୍ୱକର୍ମା କାର୍ଯ୍ୟ ଆରମ୍ଭ କଲେ। ଶବ୍ଦ ହୋଇକି କବାଟ ବନ୍ଦ ହେଲା। ପ୍ରତ୍ୟେକ ଦିନ ରାତିରେ ଛେନି ଆଉ ହାତୁଡ଼ିର ଶବ୍ଦ ଶୁଣାଯାଏ। କିନ୍ତୁ 15 ଦିନ ଗଲା ପରେ କୌଣସି ଶବ୍ଦ କିମ୍ବା ଛେନିର ଆବାଜ ହୋଇନଥିଲା। ରାଣୀ ଚିନ୍ତାରେ ପଡ଼ିଲେ। ରାଜାକୁ କହିଲେ, ମହାରାଜ, ସେ ବଢ଼େଇ ବୋଧେ ଭୋକରେ ମରିଗଲା। ଆଉ ସେ ବନ୍ଦ ଥିବା ଘର ଭିତରୁ କିଛି ଶବ୍ଦ ଆସୁନାହିଁ। ଆମକୁ କବାଟ ଖୋଲିବାକୁ ହେବ। ରାଜା ମନା କରିଲେ। କିନ୍ତୁ ରାଣୀ କବାଟ ଖୋଲିବା ପାଇଁ ଜୋର ଜବରଦସ୍ତ କରିଲେ। ରାଜା କବାଟ ଖୋଲିବା ପାଇଁ ଆଦେଶ ଦେଲେ। ଯେମିତି କବାଟ ଖୋଲିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହିଗଲେ। ବିଶ୍ୱକର୍ମା ଉଭୟ ହୋଇଗଲେ। ଆଉ ସେଇଠି 3ଟି ଅଧା ହୋଇଥିବା ମୂର୍ତ୍ତି ଥିଲା। ରାଜାକୁ ବହୁତ ଦୁଃଖ ହେଲା। ସର୍ତ୍ତ ଭାଙ୍ଗିବା ହେତୁ ମୂର୍ତ୍ତି ଗୁଡ଼ିକ ଅଧାରେ ରହିଗଲା। ଭଗବାନ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ର ମୂର୍ତ୍ତି ଅଧାରେ ରହିଗଲା। ରାଜା ମୂର୍ତ୍ତି ପାଖକୁ ଗଲେ ଓ ହୃଦୟର ଶବ୍ଦ ଶୁଣାଗଲା। ଧକ୍ ଧକ୍ ଧକ୍। ଆଜି ସେହି ଜଗନ୍ନାଥ, ସୁଭଦ୍ରା, ବଳଭଦ୍ର ମୂର୍ତ୍ତିକୁ ପୁରୀରେ ପୂଜା କରାଯାଉଅଛି। ଭଗବାନ ଜଗନ୍ନାଥଙ୍କୁ ଦୁନିଆର ଏକମାତ୍ର ବଞ୍ଚିଥିବା ଦେବତା ମନାଯାଏ। ସେ ତାର ଭକ୍ତମାନଙ୍କର ଇଚ୍ଛାକୁ ଶୁଣନ୍ତି ଆଉ ତାକୁ ପୂରଣ କରନ୍ତି। ଆଉ ଗୋଟେ କଥା, ଭଗବାନ ହୃଦୟରୁ ଇଲେକ୍ଟ୍ରିକ୍ ଲାଇଟ୍ ବାହାରେ। ସେହି ପାଇଁ କାଠର ମୂର୍ତ୍ତି ତିଆରି କରାଯାଇଥାଏ, ଯାହା ତାକୁ ନିୟନ୍ତ୍ରଣ ରଖିଥାଏ। ଆହୁରି ରହସ୍ୟମୟ କଥା ଅଛି, ହେଲେ ଆମେ ଆପଣଙ୍କୁ ଗୋଟିଏ ଭିଡ଼ିଓରେ ସବୁ କଥା କହିପାରିବୁ ନାହିଁ। ଆପଣମାନଙ୍କୁ ଜାଣିବା ପାଇଁ ଇଚ୍ଛା ହେଲେ ଆଉ ଗୋଟିଏ ପାର୍ଟ ଆପଣଙ୍କ ପାଇଁ ନେଇ ଆସିବୁ। ଯଦି ଆମ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗୁଛି ତାହେଲେ ଆମ ଚ୍ୟାନେଲ ଲାଇକ୍ କରିଦେବେ ଏବଂ ଆମ ଚ୍ୟାନେଲକୁ ଗୋଟିଏ ସବସ୍କ୍ରାଇବ୍ କରିଦେବେ, ଯାହାକି ଆପଣମାନେ ଏମିତି ଯାହାକି ଇଣ୍ଟରେଷ୍ଟିଂ ଭିଡ଼ିଓ ଯାହାକି ପାଇପାରିବେ। ଆଜିର ଭିଡ଼ିଓ ରହିଲି ସାଙ୍ଗମାନେ, ଏତିକିରେ ଜୟ ହିନ୍ଦ।